ବନ୍ଦଇ ଦେବ ନାରାୟଣ ସଜନା କରି ତ୍ରିଭୁବନ। ଦୁଷ୍ଟ ଶକ୍ତିକୁ ନାଶ ପାଇଁ ବିଭିନ୍ନ ଅବତାର ହୋଇ ବିଚିତ୍ର ଲୀଳାମାନ କେତେ ଶ୍ରୀକୃଷ୍ଣ ଅବତାରେ ଯେତେ। ଦେବକୀ ସପ୍ତମ ଗର୍ଭରେ କି ଲୀଳା କଲ ତୁମେ ବାରେ। ଭଗବତୀଙ୍କୁ ଡକାଇଣ ଦେବକୀ ଗର୍ଭକୁ ହରଣ। ରୋହିଣୀ ଗର୍ଭେ ନେଲ ତାକୁ ଜନ୍ମିଲେ ବଳରାମ ହେତୁ। ଅଷ୍ଟମ ଗର୍ଭରେ ତ ଜାଣି ଜନ୍ମିଲ ମଥୁରାରେ ପୁଣି। ବିଜୁଳି କନ୍ୟା ଗଲେ ସେଠି ଯଶୋଦା ଗର୍ଭକୁ ତ ଭେଟି। ତୁମେ ତ ଯଶୋଦାର କୋଳେ ଯାଇଥିଲ ତ ସେହି କାଳେ। କନ୍ୟାକୁ ଦେଖି କଂସ ଗଲା ଶିଳାରେ କଚାଡ଼ି ମାରିଲା। ସିଏ ତ ଦୁର୍ଗତି ନାଶିନୀ ଶୂନ୍ୟକୁ ଚାଲିଗଲେ ପୁଣି। ତୁମର ଇଚ୍ଛା ଅନୁସାରେ ପୂଜା ପାଇଲେ ମର୍ତ୍ତ୍ୟପୁରେ। ଶ୍ରୀକ୍ଷେତ୍ରେ ସିଏ ତ ଅଛନ୍ତି ବିମଳା ରୂପେ ପୂଜା ପାନ୍ତି। ତାଙ୍କର ଏକ ଇଚ୍ଛା ଥିଲା ତୁମକୁ ପୁତ୍ର ରୂପେ ଭଲା ପାଇବା ପାଇଁ ସେ ବ୍ୟାକୁଳ ପୂର୍ଣ୍ଣ କରିଲ ଆଦିମୂଳ। ବିମଳା ଦୁର୍ଗା ଯେ ମଙ୍ଗଳା ପୂଜିଲେ ବୁଡ଼େ ନାହିଁ ଭେଳା। ବର ଦେଉଛି ତୋତେ ଏକ ଜଗତ ଦେଖିବେ ତ ଲୋକ। ବୁଧେଇ ନାମରେ ତୁ ହି ତ ପ୍ରସିଦ୍ଧ ହେବୁଟି ଜଗତ। ମୁହିଁ ତ ତୋର କୋଳେ ଥିବି ବାମନ ରୂପରେ ରହିବି। ଭାଦ୍ରବ ମାସ ବୁଧବାର ଲୋକେ ପୂଜିବେ ଯେ ସତ୍ୱର। ବୁଧେଇ ଓଷା ନାମେ ଖ୍ୟାତ ବୁଧି ବାମନ ଯେ ବିଖ୍ୟାତ। ବର ପାଇକି ଭଗବତୀ ଖୁସିରେ ଫୁଲେ ତାଙ୍କ ମତି। ସେଦିନ ଭାଦ୍ରବ ମାସରେ ବିମଳା ହୁଅନ୍ତି ବାହାରେ। ବୁଧେଇ ରୂପରେ ଆସନ୍ତି ବାମନ କୋଳରେ ଥାଆନ୍ତି। ଭାଦ୍ରବେ ଯେତେ ବୁଧବାର ପୂଜା ପାଆନ୍ତି ଜଗତର। ଏ ପୂଜା କରନ୍ତି ତ ନାରୀ ମନରେ ଭକ୍ତି ଭାବ ଧରି। ଶିଳରେ ହଳଦୀ ମାଖିକି ବୁଧେଇ ରୂପ ଯେ ଥାପନ୍ତି। ରୂପାରେ ଥାପିଥାନ୍ତି ଆଖି କଉଡ଼ି 21 ରଖି। ଶିଳର ପାଖେ ଶିଳପୁଆ ହଳଦୀ ମଖା ହୁଏ ଥୁଆ। ବାମନ ରୂପରେ ବସନ୍ତି ବୁଧି ବାମନ ଝଟକନ୍ତି। ଫୁଲ ଫଳରେ ପରିପୂର୍ଣ୍ଣ ଓଷାର ଯେତେ ବିଧିମାନ। ପିଠା ପଣାରେ ଭୋଗ ହୁଏ ମନାସି ନଡ଼ିଆ ଯେ ଥାଏ। ଗନ୍ଧ ଚନ୍ଦନ ଧୂପ ଦୀପ ପୂଜା ଯେ କରନ୍ତି ବହପ। ଭକ୍ତି ଭାବରେ ପୂଜିଥାନ୍ତି ଫଳ ସେ ଅବଶ୍ୟ ଲଭନ୍ତି। ପୂଜିଲେ ଅପୁତ୍ରିକ ନାରୀ ପୁତ୍ର ପାଏ ସେ ମନ ଭରି। ଯାହା ମନାସି ତାହା ପାଏ ବୁଧି ବାମନ ବର ଦିଏ। ଯିଏ ବାମନ ନାରାୟଣ ବୁଧେଇ ମାତା ସଙ୍ଗେ ପୁଣ। ପୂଜା ସେ ପାଆନ୍ତି ଏକତ୍ର ଲୋକ ଯେ ଦେଖନ୍ତି ଜଗତ୍ର। ଏତିକି ଗୁହାରି କରୁଛି ବୁଧି ବାମନ ପାଦେ ରଖି। ନାରୀ ଯେ ତୁମରି ତ ସୃଷ୍ଟି ନରଖ ତାର ମନେ ଭୀତି। ପୁତ୍ରଟେ ଦିଅ ତାର କୋଳେ ନାମ ସେ ରଖୁ ମହି ତଳେ।